ଏହା 70 ଦଶକର ଘଟଣା। ପଲ୍ଲା ପେଟ୍ରୋଲ ପମ୍ପ ଯେଉଁଠାରେ ଥିଲା ତାହା ଗୁରୁଜଙ୍କ ଦେଓବାବୁଙ୍କ ନିଜସ୍ୱ ଜାଗା ଥିଲା। ଏହି ଜାଗାର ରାସ୍ତାକୁ ବିପରୀତ ଦିଗରେ ଥିଲା ମହାପାତ୍ର ପରିବାର। ପଲ୍ଲା ନିକଟର କଣ୍ଟା ଛକରେ 1969 ମସିହାରେ ଆରମ୍ଭ ହୋଇଥିଲା ମହାପାତ୍ର ପରିବାର ତରଫରୁ ମହାପାତ୍ର ପେଟ୍ରୋଲ ପମ୍ପ। ଏହି ପମ୍ପର ମାଲିକ ଥିଲେ ଗଦାଧର ଦାଶରଥୀ ଓ ବସନ୍ତ ମହାପାତ୍ର। ସେତେବେଳେ ଡିଜେଲ ଲିଟର ପ୍ରତି 1 ଟଙ୍କା 30 ପଇସା ଥିଲାବେଳେ ପେଟ୍ରୋଲ 2 ଟଙ୍କା 30 ପଇସା ଦାମ ଥିଲା। ସେତେବେଳକୁ ମହାପାତ୍ର ପେଟ୍ରୋଲ ପମ୍ପରେ 10 ଲକ୍ଷ ଟଙ୍କାର ବ୍ୟବସାୟ ମାସକୁ ହେଉଥିଲା। ଏହି ପେଟ୍ରୋଲ ପମ୍ପରେ ସମୁଦାୟ 8ରୁ 10 ଜଣ ଲୋକ ମାସିକ 120 ଟଙ୍କା ବେତନରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ମହାପାତ୍ର ପେଟ୍ରୋଲ ପମ୍ପ ପୂର୍ବରୁ ଗଣପତିରାମ ପେଟ୍ରୋଲ ପମ୍ପ, କୁନ୍ଦ ପ୍ରସାଦ ଓ କାଶୀ ମୋଟର ପେଟ୍ରୋଲ ପମ୍ପ ପୁରୁଣା ବସଷ୍ଟାଣ୍ଡରେ ରହିଥିଲା। ମହାପାତ୍ର ପେଟ୍ରୋଲ ପମ୍ପର ସେଲ୍ସମ୍ୟାନ୍ ମାନେ ସେତେବେଳେ ମାସିକ 120 ଟଙ୍କା ମଜୁରୀରେ କାର୍ଯ୍ୟ କରୁଥିଲେ। ଏହି ପେଟ୍ରୋଲ ପମ୍ପରେ ଏକ ସମୟରେ ଏକ ବଡ଼ ଧରଣର ଚୋରି ହୋଇଥିଲା। ଫଳରେ ଏହି ପେଟ୍ରୋଲ ପମ୍ପ 1 ବର୍ଷ ପାଇଁ ବନ୍ଦ ରହିଥିଲା। ଉକ୍ତ ସମୟରେ ପଲ୍ଲା ଲୋକେ ଏହି ପେଟ୍ରୋଲ ପମ୍ପରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଥିବାବେଳେ ମହାପାତ୍ର ଛାତ୍ରମାନେ ପଲ୍ଲାର କୌଣସି ଲୋକକୁ ପେଟ୍ରୋଲ ପମ୍ପରେ ରଖିନଥିଲେ। ଏହି ମହାପାତ୍ର ପେଟ୍ରୋଲ ପମ୍ପ କେବଳ ପଲ୍ଲା ପାନବରଜ ଓ ଖୋର୍ଦ୍ଧାର ଖାଉଟିଙ୍କ ଆବଶ୍ୟକତା ବ୍ୟତୀତ ଏହା ଆଖପାଖ ଅଞ୍ଚଳର ଅନେକ ଖାଉଟିଙ୍କର ଆବଶ୍ୟକତାକୁ ପୂରଣ କରୁଥିଲା। ପଲ୍ଲା ମହାପାତ୍ର ପେଟ୍ରୋଲ ପମ୍ପ ପଲ୍ଲା ଗ୍ରାମ ସହିତ ସେତେବେଳେ ବ୍ୟବସାୟର ମୁଖ୍ୟ ପୀଠସ୍ଥଳୀ ଥିଲା ବୋଲି ଅତ୍ୟୁକ୍ତି ହେବ ନାହିଁ। ଏହି ପେଟ୍ରୋଲ ପମ୍ପରୁ ଅନେକ ଲୋକ ପେଟ୍ରୋଲ କିଣି ନିକଟସ୍ଥ ଦଧିମାଛ ଗାଡ଼ିଆ କାଇପଦର ଆଦି ଅଞ୍ଚଳରେ ଖୋଲା ବଜାରରେ ବ୍ୟବସାୟ କରି ଲାଭବାନ ହେଉଥିଲେ। ମୁଖ୍ୟତଃ ଏହି ପେଟ୍ରୋଲ ପମ୍ପ ନିକଟବର୍ତ୍ତୀ ଅଞ୍ଚଳ ଗ୍ରାମରୁ ଅନେକ ଲୋକ ଟଙ୍କା ରେଜା କରିବାକୁ ପ୍ରାୟ ଆସୁଥିଲେ। କିନ୍ତୁ ଭାତୃବିବାଦ ଯୋଗୁଁ ଏହି ପେଟ୍ରୋଲ ପମ୍ପ 2013ରୁ ବନ୍ଦ ହୋଇଯାଇଥିଲା। ଏହି ପେଟ୍ରୋଲ ପମ୍ପ ବିକ୍ରୟ ହୋଇ ଅନ୍ୟ ଜଣେ ମାଲିକାନା ସୂତ୍ର ପାଇଥିଲେ ମଧ୍ୟ ଏହି ପେଟ୍ରୋଲ ପମ୍ପ ଆଜି ବି ଅନେକ ଲୋକଙ୍କର ସ୍ମୃତିରେ ରହିଅଛି। ଏହି ମହାପାତ୍ର ପେଟ୍ରୋଲ ପମ୍ପ କେବଳ ତେଲ ବ୍ୟବସାୟ କରୁଥିଲା ତା ନୁହେଁ, ଏହା ସ୍ଥାନୀୟ ଓ ଦୂରାଦୂରାନ୍ତରୁ ଅନେକ ଗାଡ଼ି ମାଲିକଙ୍କ ପାଇଁ ଥିଲା ଲାଇଫ୍ ଲାଇନ୍। ସ୍ଥାନଟି ଅତ୍ୟନ୍ତ ଶାନ୍ତ ପରିବେଶରେ ନିର୍ମିତ ହୋଇଥିଲେ ମଧ୍ୟ ସ୍ଥାନୀୟ ରାଜନୈତିକ ଲୋକଙ୍କ ପାଇଁ ଏହା ଥିଲା ରାଜନୈତିକ ପ୍ରଚାରର ମୁଖ୍ୟ ପେଣ୍ଠସ୍ଥଳୀ। ଆଜି ବି ଏହି ପେଟ୍ରୋଲ ପମ୍ପକୁ ଚାହିଁଲେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ହୁଏ। ଇତିହାସ ଫର୍ଦ୍ଦରେ ଯଦିଓ ମହାପାତ୍ର ପେଟ୍ରୋଲ ପମ୍ପ ହଜିଯାଇଛି, ଆଜି ବି ଏହା ପଲ୍ଲା ଗ୍ରାମର ଏକ ଐତିହାସିକ କିମ୍ବଦନ୍ତୀର ପଦଚିହ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ପଲ୍ଲାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।